ପିଲାମାନେ ଧନ୍ୟବାଦ ନିମିଷକ ଦେଖା ବିଷୟଟିକୁ ଏତେ ଭଲ ପାଇବା ଦେଇଥିବାରୁ ଏବଂ ପୁଣି ଥରେ ତମମାନଙ୍କର ଅନୁରୋଧକୁ ରକ୍ଷା କରି ଆଉ ଏକ ବିଷୟ ସହ ମୁଁ ତମମାନଙ୍କ ପାଖରେ ଆଜି ଉପସ୍ଥିତ ହେଇଛି। ବିଷୟଟିର ନାଁ ଶେଫାଳି ପ୍ରତି। ସେଇ ଦ୍ୱିତୀୟ ବର୍ଷ ଚତୁର୍ଥ ପର୍ଯ୍ୟାୟର ଅଷ୍ଟମ ପତ୍ରରେ ଥିବା ଆଧୁନିକ ଓଡ଼ିଆ କବିତା ମଧ୍ୟରେ ଯୋଉ ଶେଫାଳି ପ୍ରତି କବିତାଟି ରହିଛି ସେ ସମ୍ପର୍କରେ ଆମେ ଆଜି ବିଶେଷ ଭାବରେ ଆଲୋଚନା କରିବା। ମୁଁ ଶେଫାଳି ପ୍ରତି କବିତା ସମ୍ପର୍କରେ ତ କହିବି, କିନ୍ତୁ ତା ପୂର୍ବରୁ ଏଇ ଯୋଉ କବିତାର କବିଙ୍କ କଥା କହିବି ବା କବୟିତ୍ରୀଙ୍କ କଥା କହିବି, ତାପରେ ତାଙ୍କର ଯୋଉ କବିତା ପାଇଁ ଯୋଉ ଆଭିମୁଖ୍ୟ ରହିଛି ସେ କଥା ସମ୍ପର୍କରେ ମଧ୍ୟ ଆଲୋଚନା କରିବି। ଏ ଶେଫାଳି ପ୍ରତି କବିତା କାହିଁକି କବୟିତ୍ରୀଙ୍କ ମନରେ ଏଭଳି କବିତା ଲେଖିବାର ଇଚ୍ଛା ହେଲା ବା ସେ କବିତା ମାଧ୍ୟମରେ କଣ କହିବାକୁ ଚାହିଁଛନ୍ତି, ତାଙ୍କ ମନ ଭିତରେ କୋଉ କଥା ରହିଛି ବା କି ସ୍ୱପ୍ନ ସବୁ ଲୁଚି ରହିଛି ଯାହା ଶେଫାଳି ମାଧ୍ୟମରେ ସେ ଉପସ୍ଥାପନା କରିବା ପାଇଁ ଚାହିଁଛନ୍ତି, ସେ ସମ୍ପର୍କରେ ମୁଁ ଆଲୋଚନା କରିବି। ତ ପ୍ରଥମ କଥା କହିବି, ଏ ଶେଫାଳି ପ୍ରତି କବିତାର କବି ବା କବୟିତ୍ରୀ ହେଉଛନ୍ତି ଉତ୍କଳ ଭାରତୀ ବା ସାହିତ୍ୟ ସାଧିକା କୁନ୍ତଳା କୁମାରୀ ସାବତ। ଉତ୍କଳ ଭାରତୀ ଉପାଧି ଲାଭ କରିଥିବା ଏ ଓଡ଼ିଶା ମାଟିର ଜଣେ ନାରୀ କବି ଭାବରେ ପରିଚିତ କୁନ୍ତଳା କୁମାରୀ ସାବତଙ୍କର ଜନ୍ମ ହୁଏ 8 ଫେବୃଆରୀ 1901 ମସିହା ଏବଂ ତାଙ୍କର ଯୋଉ ବହୁମୁଖୀ ପ୍ରତିଭା ପିଲାଟି ଦିନରୁ ମଧ୍ୟ ପ୍ରସ୍ଫୁଟିତ ହୁଏ। ସେ କେବଳ ଜଣେ ସାହିତ୍ୟିକା ନଥିଲେ, ସେ ବୃତ୍ତିରେ ଥିଲେ ଜଣେ ଡାକ୍ତର, ତାପରେ ସ୍ୱାଧୀନତା ସଂଗ୍ରାମୀ, ଜଣେ ସଫଳ ସମ୍ପାଦିକା, ବିଶିଷ୍ଟ ଲେଖିକା, ଉପନ୍ୟାସିକା, ଏମିତି ତାଙ୍କର ଅନେକ ଖ୍ୟାତି ମଧ୍ୟ ରହିଛି। ସଂଗ୍ରାମ ଓ ସଂଘାତ ତାଙ୍କ ସାରସ୍ୱତ ସୃଷ୍ଟି କଳାର ଆକର୍ଷଣକୁ କେବେ ହ୍ରାସ କରିପାରି ନାହିଁ। ନିର୍ଭୀକତା ଓ ଏକାକିତ୍ୱର ମନ୍ତ୍ରଧ୍ୱନି ଭିତରେ ସବୁକିଛି ନିଶ୍ଚିହ୍ନ ହୋଇଯାଇଛି, ଅପସରି ଯାଇଛି। କିନ୍ତୁ କୁନ୍ତଳା କୁମାରୀ ସାବତ ଯାହାଙ୍କର ଜନ୍ମ 1901 ମସିହା, ଥରଟେ ଭାବ ବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଏ ନାରୀ କବି ଯେତେବେଳେ ସ୍ତ୍ରୀ ମାନଙ୍କୁ, ମହିଳା ମାନଙ୍କୁ, ଝିଅ ମାନଙ୍କୁ ପାଠ ପଢିବାର ସୁଯୋଗ ନଥିଲା, ସେତେବେଳେ ଜଣେ ନାରୀଟିଏ ପାଠ ପଢି ଆଗକୁ ଯାଇ କିଭଳି ନିଜର ଏକ ବିଶିଷ୍ଟ ପରିଚୟ ସୃଷ୍ଟି କରିପାରିଛି। ବଡ କଥା ଏଇଟା ଝିଅ ମାନଙ୍କ ପାଇଁ ଯେ ତମେ ମାନେ ଏ ବୟସରେ ପାଠ ପଢିବା ପାଇଁ କେତେ ଆଗ୍ରହୀ ତାହା ମୁଁ ଜାଣିନି, କିନ୍ତୁ ଗୋଟେ ସମୟରେ ଦେଖ ଯେତେବେଳେ ଝିଅ ମାନଙ୍କୁ ପାଠ ପଢିବାର ସୁଯୋଗ ଦିଆଯାଉନଥିଲା, ସେତେବେଳେ କୁନ୍ତଳା କୁମାରୀ ସାବତ ପାଠ ପଢି ଚିକିତ୍ସା ବିଭାଗର ଜଣେ ଡାକ୍ତର ଭାବରେ ପରିଚୟ ସୃଷ୍ଟି କରିବା ସହିତ ମଧ୍ୟ ଜଣେ ସୁସାହିତ୍ୟିକା ଭାବରେ ସଫଳତା ସାଉଁଟିଥିବା କବି ହେଉଛନ୍ତି କୁନ୍ତଳା କୁମାରୀ। ଏଇ କୁନ୍ତଳା କୁମାରୀଙ୍କର ଜୀବନ କଥା କହିଲେ ତାଙ୍କ ପିତାଙ୍କ ନାଁ ହଉଛି ଡାନିଏଲ ସାବତ, ମା ହଉଛନ୍ତି ମନିକା ସାବତ। କୁନ୍ତଳା କୁମାରୀ ମାଙ୍କ ଠାରୁ ଓଡ଼ିଆ, ବାପାଙ୍କ ଠାରୁ ଇଂରାଜୀ ଏବଂ ସ୍କୁଲରୁ ପ୍ରାଥମିକ ଶିକ୍ଷା ଭାବେ ହିନ୍ଦୀ ଶିକ୍ଷା ଲାଭ କରିଥିଲେ। ରେଭେନ୍ସା ଉଚ୍ଚ ବିଦ୍ୟାଳୟରୁ ପାସ୍ କରିଥିବା ଡାକ୍ତରୀ ପାଠ୍ୟ ପଢି ଡାକ୍ତରୀ ଭାବରେ ସେ ନିଯୁକ୍ତି ପାଇଥିଲେ। ସମାଜ ସେବା ସହ ଜାତି ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହିତ ପରଦା ପ୍ରଥା, ବାଲ୍ୟ ବିବାହ, ନାରୀ ଶିକ୍ଷାର ଜାଗରଣ ଉପରେ ମଧ୍ୟ କବିତା ଲେଖି ସେ ସ୍ୱର ଉତ୍ତୋଳନ କରିଥିଲେ। ଡାକ୍ତର ଭାବରେ କର୍ମ କଲେ ମଧ୍ୟ ସାହିତ୍ୟ ମାଧ୍ୟମରେ ଓଡ଼ିଶାରେ ନବଜାଗରଣ ଆଣିବା ଥିଲା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସାହିତ୍ୟ ଜଗତରେ କୁନ୍ତଳା କାବ୍ୟ ଛନ୍ଦରେ ତାଳେ ତାଳେ ଜୀବନ ଜିଜ୍ଞାସାର ସ୍ୱରଲିପି ଯେଭଳି ମୁଖରିତ ହୁଏ, ସାମାଜିକ ଜୀବନ କ୍ଷେତ୍ରରେ ନାରୀ ଶକ୍ତିର ଜାଗରଣ ଆଣି ସଚେତନତାର ବାର୍ତ୍ତା ଦେବାରେ ସେ ହୁଅନ୍ତି ମଧ୍ୟ ବଚନବଦ୍ଧ। ଏ କୁନ୍ତଳା କୁମାରୀଙ୍କର ଲେଖନୀରୁ ଝରି ପଡେ ଯେଉଁ ସବୁ କବିତା, ତନ୍ମଧ୍ୟରେ ତାଙ୍କର କିଛି କୃତି ଈଶ୍ୱରଙ୍କୁ ସମର୍ପିତ, ବିଭୁ ପ୍ରେମ ଯେଉଁଥିରେ ପ୍ରସ୍ଫୁଟିତ, ଯେମିତି ମଧୁସୂଦନ ରାଓଙ୍କ କବିତାରେ ବିଭୁ ପ୍ରେମ ଅଧିକରୁ ଅଧିକ ଦେଖିବାକୁ ମିଳେ,
ଠିକ ସେମିତି କୁନ୍ତଳ କୁମାରୀଙ୍କ କବିତାରେ ମଧ୍ୟ ବିଭୁଙ୍କୁ ଉତ୍ସର୍ଗୀକୃତ ହୋଇଥିବା କେତେକ କବିତା ଗୁଡିକ ହଉଛି ଅଞ୍ଜଳି, ଉଚ୍ଛ୍ୱାସ, ଅର୍ଚ୍ଚନା, ସ୍ଫୁଲିଙ୍ଗ, ଆହ୍ୱାନ, ଆଜି ବାପା ତତେ କହିବି କଥାଟି, ପ୍ରେମ ଚିନ୍ତାମଣି, ଓଡ଼ିଆଙ୍କ କାନ୍ଦଣା, ଗଡ଼ଜାତ କୃଷକ ଇତ୍ୟାଦି। ଏ ସବୁ ତାଙ୍କର କବିତା କୃତି। ତାପରେ ଅଟକିନି ତାଙ୍କ କଲମ, ଅଟକି ନାହାନ୍ତି ସେ। ପରେ ପରେ ଉପନ୍ୟାସିକା ଭାବରେ ମଧ୍ୟ ଖ୍ୟାତି ଅର୍ଜନ କରିଥିବା ଏଇ କବି ବା କବୟିତ୍ରୀ ନାରୀ କବି ଜଣକ ଭ୍ରାନ୍ତି, ନଅତୁଣ୍ଡି, କାଳିବୋହୁ, ରଘୁ ଅରକ୍ଷିତ, ପରଶମଣି, ଚିତ୍ରପଟ ଏମିତି ଅନେକ କବିତା ମଧ୍ୟ ସେ, ଏଭଳି ଅନେକ ଉପନ୍ୟାସ ମଧ୍ୟ ସେ ରଚନା କରି ବେଶ କୃତିତ୍ୱ ଅର୍ଜନ କରିଛନ୍ତି। କେବଳ ଓଡ଼ିଆ ସାହିତ୍ୟ ନୁହେଁ, ହିନ୍ଦୀ ସାହିତ୍ୟ ପ୍ରତି ମଧ୍ୟ ତାଙ୍କର ଥିଲା ବେଶ ଭଲ ପାଇବା ଏବଂ ସମ୍ମାନ। ଯାହା ହଉ କାବ୍ୟ କବିତା ଉପନ୍ୟାସ ରଚନା କରି ସାହିତ୍ୟ ପାଇଁ ସାରା ଜୀବନ ସାହିତ୍ୟ ରଚନାରେ ମନୋନିବେଶ କରି ସେ ବେଶ ଖୁସି ଅନୁଭବ କରିଛନ୍ତି। ସାହିତ୍ୟ ସାଧନା ପାଇଁ, ଜାତି ପାଇଁ ସମର୍ପିତ ତାଙ୍କ ପୁରା ଜୀବନ ସେ ସାହିତ୍ୟ ସାଧନାରେ ନିଜକୁ ସମର୍ପିତ କରିଛନ୍ତି। ସେଇଥିପାଇଁ ତାଙ୍କୁ ଉତ୍କଳ ଭାରତୀ ସମ୍ମାନ ବା ଉତ୍କଳ ଭାରତୀ ଉପାଧି 1925 ମସିହା ଅଖିଳ ଭାରତୀୟ ଆର୍ଯ୍ୟ ସମାଜ ପାଖରୁ ଭାରତୀ ଭୂଷଣ ଉପାଧି ତାଙ୍କୁ ପ୍ରଦାନ କରାଯାଇଥିଲା ବା ଭାରତୀ ଭୂଷଣ ଉପାଧି ତାଙ୍କୁ ମଧ୍ୟ ମିଳିଛି। ସେଭଳି ପ୍ରତି କବିତା ନାରୀ କବି କୁନ୍ତଳ କୁମାରୀ ସାବତଙ୍କର ଏକ ହୃଦୟ ଭିତରର କିଛି ଅକୁହା କଥା ଏଥିରେ ପ୍ରସ୍ଫୁଟିତ। ମୁଁ ପ୍ରଥମରୁ କହିଛି, ଯଦି ଆମେ କବିତା ଭିତରକୁ ଯିବା, ଜଣେ କିଛି କଥା ମୁହଁରେ କହି ନ ପାରିଲେ ତାର ସାହିତ୍ୟରେ, ତାର ଲେଖନୀ ମୁନରେ ସେ ପ୍ରକାଶ କରିଥାଏ। ତ ଯୋଉ ନାରୀ କବି କୁନ୍ତଳ କୁମାରୀଙ୍କର ଯୋଉ ସେଫାଳି ପ୍ରତି କବିତାଟି ଉଚ୍ଛ୍ୱାସ କବିତା ସଂକଳନରୁ ଆସିଅଛି। 6ଟି ସମ୍ବୋଧ ଗୀତିକା ନେଇ ଏହି କବିତା ସଂକଳିତ ହୋଇଛି, ଯେଉଁଠି ସେଫାଳି ପ୍ରତି, ଚନ୍ଦ୍ର ପ୍ରତି, କାମିନୀ ପ୍ରତି, କମଳ ପ୍ରତି, ତାରା ପ୍ରତି ଓ ସହକାର ପ୍ରତି, এই 6ଟି କବିତା ଉଚ୍ଛ୍ୱାସ କବିତା ପୁସ୍ତକରେ ତାଙ୍କର ପ୍ରକାଶ ପାଇଥିଲା ବେଳେ ତନ୍ମଧ୍ୟରେ ସେଫାଳି ପ୍ରତି ହେଉଛି ତାଙ୍କର ଏକ ଅନବଦ୍ୟ ସୃଷ୍ଟି। ସେଫାଳି ଫୁଲର ଦର୍ଶନ ଅଭିପ୍ରାଣରେ ଭରି ଦେଇଛି ସ୍ୱର୍ଗୀୟ ଆନନ୍ଦ। ଆଧ୍ୟାତ୍ମିକ ରାଗରେ ମୁଖରିତ ହୋଇଛି କବିତା ସେଫାଳି ପ୍ରତି। ମୁଁ ସେଫାଳି ପ୍ରତି କବିତା ଭିତରକୁ ଯିବା ପୂର୍ବରୁ ପ୍ରଥମେ ଗୋଟେ କଥା କହିଦେବାକୁ ଚାହେଁ। ସେଫାଳି ଫୁଲ ଅର୍ଥ ଆମେ ଯୋଉ ହେମନ୍ତ ଋତୁରେ ଫୁଟୁଥିବା ଛୋଟ ଛୋଟ ଧଳା ଫୁଲ, ଟଗର ଫୁଲ ଭଳି ପ୍ରତିଫଳିତ ହେଉଥିବା ଏ ଫୁଲ ତାଠାରୁ ଆକୃତିରେ ଛୋଟ ଏବଂ ତା ପଛପଟ ଡେମ୍ଫଟି କମଳା ରଙ୍ଗର ହୋଇଥାଏ। ଯେଭଳି ଟଗର ଫୁଲର ଡେମ୍ଫଟି ସବୁଜ ରଙ୍ଗ ହୋଇଥାଏ, ଏହାର ଡେମ୍ଫଟି କମଳା ରଙ୍ଗ ହୋଇଥାଏ ଏବଂ ତାର ବାସ୍ନା ସେ ପୁଷ୍ପର ଚାରିପଟେ ଥିବା ବା ସେ ଫୁଲ ଗଛର ଚାରିପଟେ ଥିବା ପରିବେଶକୁ ଅନ୍ୟମନସ୍କ କରେ ଏବଂ ସେ ବାସ୍ନାରୁ ଲାଗେ ସତେ ଯେପରି ମୁଁ ଆଉ ମର୍ତ୍ତ୍ୟମଣ୍ଡଳରେ ନାହିଁ। ସେ ବାସ୍ନା ଅନୁଭବ କଲେ ଲାଗେ ମୁଁ ବୋଧହୁଏ କେଉଁ ସ୍ୱର୍ଗୀୟ ଆନନ୍ଦ ଲାଭ କରିବା ପାଇଁ କେଉଁ ଦୂରଦେଶରେ ପହଞ୍ଚିଛି, ଯୋଉଠି ସେଫାଳି ଗଛ ଅଛି, ଯୋଉଠି ସେଫାଳି ଫୁଲର ବାସ୍ନା ଅଛି। ଏବଂ ଏଇ ଯୋଉ ସେଫାଳି ଫୁଲ ଦେଖିବାକୁ କେଡ଼େ ଛୋଟ ଛୋଟ, କିନ୍ତୁ ତାର ବାସ୍ନା ଅନ୍ୟ ମନସ୍କ କରେ ଈଶ୍ୱରଙ୍କୁ, ତାର ବାସ୍ନା ଆମୋଦିତ କରେ ଜନମାନସକୁ। ତେବେ ନାରୀ କବି ଜଣକ କାହିଁକି ତା ପ୍ରତି ଏତେ ଭାବପ୍ରବୀଣ ହେଇଛନ୍ତି? ନାରୀ କବି ଜଣକ କାହିଁକି ସେଫାଳିକୁ କିଛି କହିବା ପାଇଁ ଚାହିଁଛନ୍ତି ବା କିଛି ବାର୍ତ୍ତା ଦେବା ପାଇଁ ଚାହିଁଛନ୍ତି, ଯାହା ଏହି କବିତା ମାଧ୍ୟମରେ ବର୍ଣ୍ଣିତ। ସେଫାଳି କେଡ଼େ ଛୋଟ, ଦେଖିବାକୁ କେଡ଼େ ସୁନ୍ଦର, କେତେ ଆନମନା କରେ ତା ବାସ୍ନା। ପରିବେଶରେ ଶାନ୍ତ କାନ୍ତ କମନୀୟତା ଭରି ପାରୁଥିବା এই ଫୁଲର ଭାଗ୍ୟଟି ଦେଖ। ସକାଳୁ ହେଲା ବେଳକୁ ଏ ଫୁଲଟି ଆଉ ବୃକ୍ଷରେ ନଥାଏ, ଝରି ପଡ଼ିଥାଏ ଗଛ ତଳକୁ। ଯୋଉଠି ସେଫାଳି ଫୁଲ ଥାଏ ନା, ସକାଳୁ ଦେଖିବ ଟୋପା ଟୋପା କାକର ବୁନ୍ଦାରେ ସିକ୍ତ ହୋଇଥିବା ଏ ଫୁଲଟି ଆଉ ବୃକ୍ଷରେ ନଥାଏ, ବୃକ୍ଷଚ୍ୟୁତ ହୋଇ ପଡ଼ିଥାଏ ବୃକ୍ଷର ଚାରିପଟେ। କବି କହୁଛନ୍ତି, ରେ ସେଫାଳି ସତରେ କେଉଁ ଦୂର ବନରେ ଫୁଟିଥିଲେ ମଧ୍ୟ ତୋର ବାସ୍ନା କୋଉଠି ନା କୋଉଠି ଏ ହୃଦୟକୁ ସ୍ପର୍ଶ କରି ଯାଉଛି।
ସତରେ ଯେ ତୋର ଯୋଉ ବାସ୍ନା, ତୋର ଯୋଉ ଗନ୍ଧ ସୁଗନ୍ଧ, ତୋର ଯୋଉ କଣ ସରସତା ବାତାୟନ ମାଧ୍ୟମରେ ଆସି ପହଞ୍ଚୁଛି ମୋ ପାଖରେ, ମୁଁ ବିଭୋର ହଉଛି ସେ ବାସ୍ନାରେ। ଯଦି ମୁଁ ବିଭୋର ହେଇପାରୁଛି, ଆକାଶରେ ଥିବା ଚନ୍ଦ୍ରମା କଣ ବିଭୋର ହେଇପାରିବନି? ଦୂର ଆକାଶରେ ହସି ହସି ଉଦୟ ହଉଥିବା ସେ ଚନ୍ଦ୍ରମା କଣ ସୁନ୍ଦରତାକୁ ଭୁଲିଯିବ? ସତରେ କେତେ ମନମୁଗ୍ଧକର ପରିବେଶ। ସେ ତଲ୍ଲୀନ ହେଉଛନ୍ତି, କାରଣ ଶାରଦୀୟ ସନ୍ଧ୍ୟାରେ ଉଦୟକାଳୀନ ଚନ୍ଦ୍ର ସେଫାଳି ଫୁଲର ବାସ୍ନା କବିଙ୍କୁ ବିଭୋର କରୁଛି। କବି ଆଜି ବିମୁଗ୍ଧ ପ୍ରାଣରେ କହୁଛନ୍ତି, ସେଫାଳି କେଉଁ ଦୂର ତରୁବରେ ଫୁଟିଅଛୁ ଗୋପନେ, ଭୁରୁ ଭୁରୁ ଗନ୍ଧ ତୋର ଭାସି ଆସେ ପବନେ, ବାତାୟନ ପାଶେ ବସି ଚାହେଁ ନବୋଦିତ ଶଶୀ, ହସି ହସି ସତେ ଉଇଁ ଆସେ ଦୂର ଗଗନେ, ଭାବାବେଗେ ମୁଗ୍ଧମୁଖୀ ମଜିଅଛି ସ୍ୱପନେ, ସେଫାଳି କେଉଁ ଦୂର ତରୁବରେ ଫୁଟିଅଛୁ ସ୍ୱପନେ। କବିଙ୍କର ମନ ବିଭୁ ପ୍ରେମର ଅସରନ୍ତି ସ୍ରୋତରେ ସୌନ୍ଦର୍ଯ୍ୟ ଭିତରେ ପ୍ରବାହିତ ହୋଇ ବହୁ ଦୂରକୁ ଲମ୍ବି ଯାଉଛି। ସେଇ ଚେତନା ଭିତରେ କବି ବ୍ୟକ୍ତି ଚେତନା ଭିତରେ ଦାର୍ଶନିକ ଚିନ୍ତା ରାଜ୍ୟରେ ବୁଡି ଯାଉଛି। ଗୋଟେ ଯଦି ବେଳେ ବେଳେ ପ୍ରଶ୍ନ ଆସେ, ସେଫାଳି ପ୍ରତି କବିତାଟି କି ଧରଣର କବିତା? ଏହା ହଉଛି ଏକ ଦର୍ଶନମୂଳକ କବିତା, ଏକ ତତ୍ତ୍ୱଭିତ୍ତିକ କବିତା। କବି ମନର ଯୋଉ ଉତ୍ତରଣ ଭାବ, କବି ଆଜି ଭାବନା ରାଜ୍ୟରେ ସବୁ ଚେତନାକୁ ଭୁଲି ଯାଇଛି। ମନରେ ଅସୁମାରୀ ଅସରନ୍ତି ଅନନ୍ତ କଳ୍ପନା ତା ଭିତରେ ବୁଡିଛନ୍ତି ଏଇ କବି। ବିଶାଳ ବିଶ୍ୱରେ କବି ଆଜି ଅର୍ଦ୍ଧନିମିଳିତ ନେତ୍ରରେ ଦେଖିପାରୁଛନ୍ତି ମଧୁମୟ ବିଶ୍ୱରେ ଉଛୁଳି ପଡୁଥିବା ଅସରନ୍ତି ଶୋଭା। ସେଇ ଶୋଭାମୟ ପରିବେଶକୁ ସେଫାଳି ଫୁଲରେ ବାସ୍ନା ଅମୃତ ତୁଲ୍ୟ ବିଭୋର କରୁଛି, ଆହୁରି ରସସିକ୍ତ ମଧ୍ୟ କରୁଛି। ଏ ଅସାଧାରଣ ବ୍ୟକ୍ତି ଭାବନା ନୁହେଁ, ବିଭୁ ପଦାରବିନ୍ଦରେ ମନୋନିବେଶ କରି କବି ସାବତ ଭିନ୍ନ ଜଗତକୁ ଚାଲି ଯାଇଛନ୍ତି। ତେଣୁ ମନରେ ଆସିଛି ବିଭୋରପଣ, ହଜିଲା କଣ? ଦେଖେ ସତେ ଶୋଭା ରାଶି ପଡୁଅଛି ଉଛୁଳି, ତହିଁ ସୁଧା ଢାଳୁକିରେ ଗନ୍ଧେ ଗଙ୍ଗ ଶିଉଳି। ହଁ, ଏ ସେଫାଳିର ଅନ୍ୟ ନା ଗଙ୍ଗ ଶିଉଳି, ଆଉ କେହି କେହି ତାଙ୍କୁ କହନ୍ତି ସିଙ୍ଗାଡାହାର। ପିଲାମାନେ, ଏ ସବୁ ଶବ୍ଦ ଗୋଟେ ପାଇଁ, ଗୋଟିଏ ଗଛ ପାଇଁ, ଯାହାର ପତ୍ରରେ ଔଷଧୀୟତା, ଯାହାର ଫୁଲରେ ବାସ୍ନା, ଆଉ କଣ ଦରକାର? ଶାରଦୀୟ ସନ୍ଧ୍ୟା, କବି ଦିନର ଶେଷ ବାତାୟନ ପାଖରେ ବସି ସେଫାଳି ଫୁଲର ବାସ୍ନାରେ, ସେଫାଳି ଫୁଲର ପ୍ରେମରେ ପଡିଛନ୍ତି। ଆବେଗ ପୁଲକରେ ବିଭୋର ହେଉଛନ୍ତି ଏ କବି। ବାସ୍ତବ ଜୀବନ ଭିତରୁ ବାହାରି ଯାଇଛନ୍ତି କବି, ଆଉ ଭାବନା ରାଜ୍ୟରେ ବ୍ୟକ୍ତ ସତ୍ତାରୁ ବିଭୁ ସତ୍ତାକୁ ସେ ଖୋଜିବା ପାଇଁ ଚେଷ୍ଟା କରିଛନ୍ତି। ଯେଉଁଠି ଈଶ୍ୱରୀୟ ସତ୍ତା ରହିଛି, ଯେଉଁଠି ଈଶ୍ୱରୀୟ ଭାବନା ରହିଛି, ସେଠି ବା କଣ ଆବଶ୍ୟକ ବିଭୁ ପ୍ରେମର? ସେ କହୁଛନ୍ତି, ମୋର ହୃଦତନ୍ତ୍ରରେ ଯେପରି ସ୍ୱର୍ଗ ଲୋକର ଅମୃତ ବାଣୀ ଝଙ୍କୃତ ହେଉଛି। ମୁଁ ଭାବୁଛି ମୁଁ ବୋଧହୁଏ ମର୍ତ୍ତ୍ୟରେ ନାହିଁ, ମୁଁ ଏବେ ସ୍ୱର୍ଗର ନନ୍ଦନ ବନ ଭିତରେ ହଜି ସାରିଲିଣି। ହୃଦତନ୍ତ୍ରୀ ବାଜି ଉଠେ କି ଅମୃତ ସ୍ୱରରେ, ନିମିଷେ ଭାବଇ ମୁଁ ତ ଅଛି କିବା ସ୍ୱର୍ଗରେ। କେଉଁଠି ସ୍ୱର୍ଗୀୟ ଆନନ୍ଦ, ସ୍ୱର୍ଗୀୟ ଅନୁଭୂତି ପାଇବା ଏତେ ସହଜ କଥା ନୁହେଁ। ସେଫାଳି ଯେପରି କବିଙ୍କୁ ପ୍ରମତ୍ତ କରିଛି। ସାରାଦିନ ପରିଶ୍ରମ କରି କ୍ଲେଶ କ୍ଳାନ୍ତିକୁ ଧରି ବ୍ୟକ୍ତି ଘରକୁ ଫେରେ, ମନ ଭିତରେ ନାନା ଚିନ୍ତା ଆସେ, ଘରର ବିରୋଧାଭାସ ତାକୁ ବ୍ୟସ୍ତ କରି ପକାଏ, ମନରେ କଷ୍ଟ ଆଣେ। ଠିକ୍ ସେତିକି ବେଳେ ସେଫାଳି ଫୁଲର ବାସ୍ନା ହଜେଇ ଦିଏ ଏକ ସ୍ୱର୍ଗୀୟ ଅନୁଭୂତି ସହ। ପୁନଶ୍ଚ ସୂର୍ଯ୍ୟଦେବ ପଶ୍ଚିମ ଆକାଶରେ ଅସ୍ତ ହୁଅନ୍ତି, ନିଜ ନିଜ ପୁରରେ ସନ୍ଧ୍ୟା ଗାଥା ଗାଇ ପକ୍ଷୀମାନେ ଘରକୁ ଫେରନ୍ତି। କାଳିମା ଆସେ, ଅନ୍ଧାର ମାଡି ମାଡି ଆସେ, ଆଉ ସେ ଅନ୍ଧାର ଭିତରେ ଯେତେ ନକାରାତ୍ମକ ଭାବନା ଥାଏ, ସେ ସବୁ ସକାରାତ୍ମକ ଭାବନାରେ ପରିଣତ କରାଇ ଦିଏ ଏଇ ସେଫାଳି। କବି ଦେଖୁଛନ୍ତି ପ୍ରକୃତିକୁ, ନୀଳ ଆକାଶରେ ତାରାମାନେ ଆଲୋକ ବାଣ୍ଟୁଛନ୍ତି, ହସି ହସି ଦୀପ୍ତ ଲୋଚନରେ ଜଗତକୁ ଚାହିଁଛନ୍ତି। ଜହ୍ନ ଉଇଁ ଆସୁଛି, ଆଲୋକ ବିଚ୍ଛୁରିତ କରୁଛି। ଚନ୍ଦ୍ରର ଆଲୋକ ଶୀତଳ, ଅମୃତ ତୁଲ୍ୟ। এই ଚନ୍ଦ୍ର କିରଣରେ ଧରଣୀ ସୁଧାମୟ ହେଉଛି। ଦିନ ଯାକର ଦୁଃଖ, ଶୋକ, ଗ୍ଳାନି এই ଚନ୍ଦ୍ର କିରଣରେ ସବୁ କିଛି ଅପସରି ଯାଉଛି। କବି ସୌନ୍ଦର୍ଯ୍ୟ ଭିତରେ ପୁଣି ସେଇ ବିଭୁ ଚେତନାକୁ, ବ୍ୟକ୍ତି ସତ୍ତାକୁ ନେଇ ଯାଇ କହୁଛନ୍ତି, ଚନ୍ଦ୍ରର ଆଲୋକରେ ସତେ ଯେପରି ଧରଣୀ ରାଣୀର ଦୁଃଖ ଅପସରି ଯାଇଛି। ହଁ, ପୁଣି କବି କହୁଛନ୍ତି, ଦେଖ ଦେଖ ପଶ୍ଚିମ ଆକାଶରେ କେମିତି ସୂର୍ଯ୍ୟ ଅସ୍ତଗାମୀ ହେଉଛନ୍ତି। ପୁଣି ସନ୍ଧ୍ୟା ଆସୁଛି, ପୃଥିବୀ କାନ୍ଦୁଛି, କାରଣ ତାକୁ ଚାରିଆଡୁ ଅନ୍ଧାର ଘେରିଯିବ। ଜହ୍ନ ଚାଲି ଯାଉଛନ୍ତି ବା ଜହ୍ନ ଆସୁଛନ୍ତି,
ସୂର୍ଯ୍ୟ ଚାଲି ଯାଉଛନ୍ତି। ଆକାଶରୁ ମାଟି ଯାଏ ଏବେ ଚନ୍ଦ୍ର କିରଣ ବିଚ୍ଛୁରିତ। ପୃଥିବୀଟା ଏକ ବରଫାଚ୍ଛନ୍ନ ଅଞ୍ଚଳ ପରି ଦୃଶ୍ୟମାନ। ଠିକ୍ ସେହି ସମୟରେ ଫୁଟୁଛି ସେଫାଳି ଫୁଲ। ଏକ ସ୍ୱର୍ଗୀୟ ଅନୁଭୂତି ଦେବାକୁ ତାର ଜନ୍ମ ବୋଧ ହୁଏ ଧରାଧାମ। ପୁଣି କବି କହୁଛନ୍ତି, ରେ ସେଫାଳି, ତୋର ସୁଗନ୍ଧିତ ବାସ୍ନା ଯେତେବେଳେ ପବନରେ ଭାସି ଆସୁଛି, ମୋର ପ୍ରାଣ ଆକୁଳିତ ହଉଛି ତତେ ଦର୍ଶନ କରିବା ପାଇଁ। ତୁ କୋଉଠି ରହିଛୁ? ଥରଟେ ତତେ ଦେଖିଦେଲେ ମୋ ମନ ଭିତରେ ଥିବା ଦୁଃଖ, ମୋ ମନ ଭିତରେ ଥିବା ସମସ୍ତ ଗ୍ଲାନି ଦୂରୀଭୂତ ହୁଅନ୍ତା। ପୁଣି ବିଜନରେ ରହି ଏକାକୀ ବସି ମୋ ମନର କେତେ ଯେ କଳ୍ପନା ରହିଛି, ସେସବୁ ତୋ ପାଖରେ ବାଣ୍ଟି ପାରନ୍ତି। ସେଫାଳିକୁ ସମ୍ବୋଧନ କରି କହୁଛନ୍ତି, ତୋର କ୍ଷୁଦ୍ର ଶରୀର ଭିତରେ ଅମୃତ ଭରି ରହିଛି। ଭଗବାନଙ୍କ ସୃଷ୍ଟିରେ এই କ୍ଷୁଦ୍ର ଫୁଲ ଭିତରେ କେତେ ସୁନ୍ଦରତା, କେତେ ସୁର ବି ସେ ଭରି ଦେଇଛନ୍ତି, ଯାହା ଭୂମଣ୍ଡଳକୁ ଆକୁଳିତ କରୁଛି ତାର ସୁଗନ୍ଧରେ। ସତରେ ଭଗବାନଙ୍କର ଲୀଳା କେତେ ବିଚିତ୍ର। କିଏ ବୁଝିବ ସେ ବିଚିତ୍ର ଲୀଳାକୁ? ଭଗବାନଙ୍କୁ ବୁଝିବା ଯେମିତି କଷ୍ଟ, ଯେ ଦେବ ନ ଜାଣନ୍ତି କୁତଃ ମନୁଷ୍ୟ, ଯାଙ୍କର ଲୀଳାକୁ ବୁଝିବା ଦେବତା ମାନଙ୍କ ପାଇଁ କାଠିକର ପାଠ। ଆମେ ତ ମଣିଷ, ଆମେ କେଉଁଠି ଜାଣିବା? ଠିକ୍ ସେମିତି ରେ ସେଫାଳି, ତୋ କଥା ବୁଝିବା ମଧ୍ୟ ମୋ ପାଇଁ କାଠିକର ପାଠ ହେଇଯାଉଛି। କେଉଁ ଶିଳ୍ପୀ ତତେ ଗଢିଛି ରେ? କିଏ ଏତେ ସୁନ୍ଦର ରୂପ ତତେ ଦେଇଛି? କିଏ ତୋ ଭିତରେ ଏତେ ସ୍ନିଗ୍ଧତା ଆଉ ବାସ୍ନା ଭରି ଦେଇଛି? ଗୋପନେ ଫୁଟିଛୁ ଦୂରେ ତରୁପତ୍ର ଗହଳେ, ତଥାପି ତୋ ବାସେ ମୋ ପ୍ରାଣ ହୁଏ ଆକୁଳେ। କହ କେଉଁ ଶିଳ୍ପୀ ତତେ ଗଢିଅଛି ଫୁଲ? କିଏ ତତେ ଗଢିଛି କହ? ଅତି ଯତ୍ନରେ ବିଧାତା ତାଙ୍କ ଭିତରେ ପଦ୍ମ ଫୁଲକୁ ମଧ୍ୟ ଗଢିଛନ୍ତି। ଶାମୁକା କ୍ଷୁଦ୍ର ହେଲେ ବି ତା ଭିତରେ ମୁକ୍ତା ଭରି ଦେଇଛନ୍ତି। କଳା ମେଘ ଶୋଭାମୟ ହେଲେ ମଧ୍ୟ ତା ଭିତରେ ବିଜୁଳିକୁ ଭରି ତା ଶୋଭାକୁ ବହୁଗୁଣିତ କରିଛନ୍ତି। କଳା ରଙ୍ଗର କୋଇଲିକୁ ଗଢିଲେ ମଧ୍ୟ କୋଇଲିର କଣ୍ଠସ୍ୱରକୁ ଅତି ଆକର୍ଷଣୀୟ ମଧ୍ୟ ସେ କରିଛନ୍ତି। ଠିକ୍ ସେମିତି ଏ ସଂସାରରେ ଈଶ୍ୱରଙ୍କ ସୃଷ୍ଟି କେତେ ବିଚିତ୍ର। ତତେ ଅତି କ୍ଷୁଦ୍ର କଲେ ମଧ୍ୟ ତା ଭିତରେ ଯୋଉ ବାସ୍ନା ଭରିଛନ୍ତି, ତା ଭିତରେ ଯୋଉ କମନୀୟତା ଭରିଛନ୍ତି, ସ୍ନିଗ୍ଧପଣ ଭରିଛନ୍ତି, ତାହା ବୋଧହୁଏ ଆଉ କେଉଁଠି ନାହିଁ। ପଙ୍କେ ପଦ୍ମ ଗଢିଅଛି ବିଧାତା କି ଯତନେ, ଶାମୁକା ଗରଭେ ନିହି ଅଛି ମୁକ୍ତା ରତନେ। କଳା ମେଘ କଳେବରେ ସୌଦାମିନୀ ଶୋଭା ଧରେ, କଳା କୋକିଳ କଣ୍ଠରେ ପୁରୀ ଅଛି ପିୟୁଷ। ତୁଚ୍ଛ ଭାବେ ନୁହେଁ କିଛି କ୍ଷୁଦ୍ରତର ସଦୃଶ। କବି କୁନ୍ତଳା କୁମାରୀ ସାବତ ସାମାନ୍ୟ ଫୁଲଟିକୁ ନେଇ ଯଦି ଏତେ ଭାବ ବିହଳିତ ହଉଛନ୍ତି, କବି ଚିତ୍ତର ମନ୍ମୟ ପ୍ରକାଶ ଓ ଅନୁଭାବନାର ଉତ୍ତରଣ ଭିତରେ ସେଫାଳି ଫୁଲର ରୂପ ସୌନ୍ଦର୍ଯ୍ୟ ଉଲ୍ଲସିତ ହେଉଛି, ମନରେ ଅନେକ ଭାବନା ଜନ୍ମ ନେଉଛି। ପୁଣି ସେଇ ଫୁଲଟି ରାତି ପାଇଲେ ସକାଳକୁ ଝଡି ଯାଉଛି। ସେଇ ଫୁଲଟି ଆଉ ସକାଳକୁ ସେ ବୃକ୍ଷରେ ରହୁନି, ସେ ବୃକ୍ଷଠାରୁ ଦୂରକୁ ଚାଲି ଯାଉଛି ଏବଂ ପୁଣି ନୂଆ ଫୁଲ ତା ଦେହରେ ଫୁଟି ଉଠୁଛି। ତେଣୁ ଏ ବିଶ୍ୱରେ ସେଫାଳି ଫୁଲ ପରି କହିଲେ କ୍ଷୁଦ୍ର ପ୍ରାଣୀ ମଣିଷଟିଏ। ତେଣୁ ସେ କାହିଁକି ନିଜକୁ ଛୋଟ ବୋଲି ଭାବିବେ? କାହିଁକି ନିରାଶ ହେବେ? ବୁଝିପାରୁଛ? ଏକ ଉତ୍ସାହ ଧର୍ମୀ କବିତା ମଧ୍ୟ କହିଲେ ଅତ୍ୟୁକ୍ତି ହେବନି। ଯଦି ଛୋଟ ଫୁଲଟେ ହେଇ ସେ ନିଜକୁ ଗର୍ବ ଅନୁଭବ କରୁଛି ଯେ ହଁ, ସେ କିଛି ମୁହୂର୍ତ୍ତ ପାଇଁ ବିଭୁ ପ୍ରେମ ବା ଈଶ୍ୱରୀୟ ସତ୍ତା ସୃଷ୍ଟି କରିପାରୁଛି, ଏ ମଣିଷ କଣ ପାରିବନି? ଏ ମଣିଷ ବି ତ ଅନେକ ଛୋଟ। କ୍ଷୁଦ୍ରତର ଜୀବନରେ ସୁମହତ ବିକାଶ, କ୍ଷୁଦ୍ର ବୋଲି ମୁହିକିମ୍ପା ହୋଇବିରେ ନିରାଶ। ପୁଣି ସେଫାଳିକୁ ସମ୍ବୋଧନ କରି କହୁଛନ୍ତି, ପ୍ରତି ସକାଳ ହେଲେ ଗଛ ମୂଳରେ ଝଡି ପଡୁଛୁ, ରାତିର ଶିଶିର ବିନ୍ଦୁ ତୋ ଉପରେ ଖସି ପଡୁଛି। ସେଫାଳି ତନୁ ଗୋରା ରଙ୍ଗର ପୋହଳା ପରି ଶୋଭାମୟ ମଧ୍ୟ ଦେଖାଯାଉଛି। ପୁଣି କବି କହୁଛନ୍ତି ଯେ ଏ ସେଫାଳି ଫୁଲ ଝରି ପଡିବା ଆଗରୁ ତା ପ୍ରତି ତ ଆସକ୍ତି କମୁନି। କବି ସୂଚେଇ ଦଉଛନ୍ତି, ଗଛ ମୂଳରୁ ସେଫାଳି ଫୁଲକୁ ନେଇ ମାଳା ଗୁନ୍ଥି ଗଳାରେ ହାର କରି ପିନ୍ଧିଲେ ସତରେ କେତେ ସୁନ୍ଦର ଦେଖା ନଯିବ। ଏମିତି ଭାବୁ 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 ପୁଣି ପ୍ରକୃତିସ୍ଥ ହଉଛନ୍ତି କବି, ଆଉ ଭାବନା ରାଜ୍ୟରେ ଫେରୁଛନ୍ତି। ତାକୁ କହୁଛନ୍ତି, ମୋର ଆବେଗ, ଆସକ୍ତି, ପ୍ରେମର ଆକୁଳତା କଣ ତୁ ବୁଝିପାରିବୁ? ତୁ ତ ମୃତ, ଝରି ପଡୁଛୁ, ହେଲେ ତୋରି ପାଇଁ ମୋର ହୃଦୟ ଶତ ବେଦନାରେ ଦଗ୍ଧୀଭୂତ। ମୋ ହୃଦୟ ତୋର ତନୁକୁ ନେଇ ବ୍ୟଥିତ, ତୋ ଶରୀରକୁ ନେଇ ବ୍ୟଥିତ। ତୁ ସୁମନ ସେଫାଳି ଜାଣିବୁ କି? ମୋ ଦୁଃଖକୁ ବୁଝିପାରିବୁ କି? ନା। ସେଫାଳି ପ୍ରତି କବିଙ୍କର ଆତ୍ମୀୟତା, ଭଲ ପାଇବା କେତେ ଯେ ଥିଲା, କେତେ ମାତ୍ରାରେ ସେଫାଳି ପ୍ରତି ସେ ବିମୋହିତ ହୋଇଥିଲେ, କବିତା ସୂଚେଇ ଦେଇଛନ୍ତି। ଶୁଣୁ କି ନ ଶୁଣୁ ଏକା ଜାଣୁ ତୁ ସୁମନ, ବୁଝୁ କି ନ ବୁଝୁ ମୋର ଶତ ପ୍ରୀତି ବଚନ। ମୋ କଥା କଣ ତୁ ବୁଝିପାରିବୁ ନା ଜାଣିପାରିବୁ? ତୁ ତ ମୃତ,
पुणी जीवन दर्शन कथा को मध्य कवि एठी व्यक्त करिसेंति। शेफाली फूल सहित मनुष्य जीवन को मध्य तुलना करिसेंति। शेफाली फूल परि कविर जीवन शेष काल रे झड़ी पड़िबो, किंतु तते झड़ी पड़िला परे आदरी नेला परि मते केही तोଳି नेबे नहीं। तू सिना झड़ी पड़ले मध्य तते समस्त तोଳି नेबे, किंतु मु झड़ी पड़िले थरे केही आउ तोଳି नेबे नहीं। मु मनुष्य तो फूल, तू गछरु झड़िले तते समस्ते कुळे नेबे, आ मु ए संसार झड़ी पड़ले मते समस्ते सब बोली कही दूरे देबे। ये होची दुनिया रे को विचित्र रीति, किंतु सांसारिक नियम अनुसार आत्मा फूल को तो कही झरी पड़िथिबा शेफाली फूल परी पादरे दळिबे नहीं, बरं आत्मीय माने ताको गुरुत्व फूल देई सजेइबे। सेथिरे जो खुशी मिलिबो सतरे कौन से खुशी को कही हबो। ये आध्यात्मिक भावना सहित एक दार्शनिक अनुभूति को नहीं कवि कहउचंती जे तो परि क्षुद्र मध्य मु मध्यरे क्षणिक शेफाली रे सौंदर्य सुवासित सुरभि परि मु मध्य संसार रे हसे बासे बसे, मात्र संसार रे रहणी मोर क्षणक समय पई। तो ये होची कथा, माटी रे मिसिबु तुही माटी रे मिसिबि मुनि, तथापि मो आत्मा फूल नजीवरे मौली, तेणु आशा बही दिन काटे गम बसिबु। तू भी माटी रे मिसिबु, मु भी माटी रे मिसिबु, किंतु आम दी जनकर व्यवहार मध्य अलगा, आम दी जनकर जीवन मध्य अलगा। तेणु प्रिय मनुष्य निज हताश निराश मध्य को ठेली न दे आशा रखी कर्तव्य करने को, जीवन मूल्यबोध को उपलब्धि करने को वार्ता शुणाइचंती कविता माध्यम। सौंदर्यमय सृष्टि रे विभु प्रेमर असरंती स्रोत रे प्रवाहित होई विश्व नियंतांग निकट रे समर्पी देइचंती निजको कवि कुंतला कुमारी। भगवान को पादपद्म रे भक्त निजको समर्पित करी भगवान को उत्तरण मार्ग को अनुसरण करने को चाहिए। शेफाली फूल परी मनुष्यर जीवन एक वृक्षर डाल पत्र फूल परी, गछर मृत्यु परी मनुष्यर मृत्यु हुए, हेले मनुष्य जो कर्म करे कर्तव्य पालन करे तार आत्मा मौले नहीं, आत्मा केवे मरे नहीं। तार कर्म तार जो वृत्ति ता जीवन जो किछि किछि अभूला मुहूर्त चिरकाल को वंदनीय व पूजनीय दे स्मृति ही से कह जाए निजको फूलटे फूलटे हुआ पछे निजको एमिति गढ़ी गढ़ी तोल जोटी तमे अच्छ से जगार तुम आसवा लोक तुमको चिरदिन मन पकाउथिबे एवं तुमको तुम स्मृति को से साउंटुथिबे एवं तुम स्मृति भितर तुमको खोजिबा पई चेष्टा करुथिबे। परिशेष रे कवि प्रकृति सहित निज जीवन दर्शन को सूचैचंती। शेफाली तार मृण्मय शरीर केड़े सौंदर्यमय शोभामय, किंतु कवि जानती तांकर आत्मा फूल क्यों सौंदर्य रूपायित। शेफाली फूलर माधुरीमारे कविंकर प्रिय होई परिछि, मात्र विश्वनियंतांकर से कोन प्रिय होई परिबे, कारण विश्वनियंतांकर प्रिय होबा पई एक दृढ़ कर्म दरकार। जो कर्म कोन सतरे से करिसंती। तू जदि मो नेत्रे प्रिय तांको नेत्रे हेबी हेय, मुकी क्यों काले मोर न हुए तो विश्वास, फुटिबि मु चिरदिन नहेब मो विनाश। एमती मनुष्य ही जन्म नौथिबी, पुणी अंतरिक्षर कराल गर्भरे हजि जाउथिबी। ये होची एक कवितार भावना, कवितार विश्वास, एक आध्यात्मिक चेतना, एक उत्साहवादी कविता एवं एक संबोधनात्मक कविता कहले मध्य आधुनिक कविता क्षेत्र में एक संबोधनात्मक गीति कविता कहले मध्य अत्युक्ति हो नहीं कविताटी। एवं उच्छ्वास कविता बा गोटे भावांतर सृष्टि करुवा कविता भितर अनेक कथा नारी कवि जनक व्यक्त कर। संस्कारवादी नैसर्गिक कवि कुंतला कुमारी सावत शेफाली प्रति कविता माध्यम शेफाली परी बासयुक्त हुई समस्त मन मोहिबा सहित मनुष्य निज जीवन महत्व संपर्क में अवगत होगा परामर्श यह हूँ शेफाली प्रति कविता मूल कथा। तेरे जदि ए विषयटी तुम मान भल लगी लाइक कर निजर मतामत निश्चय जनइब। तुम मतामत द्वारा मत आग को एमती अनेक विषय व साहित्य चर्चा माध्यम अनेक विषय को बुझापी प्रेरणा मिल उत्साह मिल। तेणु आशा करी समस्ते किछि ना किछि निज मनर कथा
କହିଲେ କମେଣ୍ଟ ବକ୍ସ ମାଧ୍ୟମରେ ଖୁବ୍ ଭଲ ହେବ। ପିଲାମାନେ ଆଉ ଗୋଟେ ବଡ଼ କଥା, ତମେମାନେ ଯୋଉଠି ବି ଥାଅ ନା କାହିଁକି ତମମାନଙ୍କ ନିଜ ନିଜ ଗ୍ରୁପରେ ମଧ୍ୟ ଭିଡ଼ିଓଟିକୁ ସେୟାର କରିବ। ତମେ ତ ଜାଣିବ, ତମ ସହିତ ଅନ୍ୟ ପିଲାମାନେ ମଧ୍ୟ ଜାଣିପାରିବେ। କାରଣ ଭିଡ଼ିଓ ଯଦି ଅଧିକରୁ ଅଧିକ ନ ଦେଖିବେ ତେବେ ବନେଇବା ପାଇଁ ଇଚ୍ଛା ହେବନି। ସମସ୍ତେ ଦେଖିବା ଆବଶ୍ୟକ ଏବଂ ନିଜର ସୁଚିନ୍ତିତ ମତାମତ ମଧ୍ୟ ଏଥିରେ ଦେଲେ ଆମକୁ ଖୁସି ଲାଗିବ ବା ମୋତେ ଖୁସି ଲାଗିବ ଯେ ଆଗକୁ ଏମିତି ନୂଆ 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 ଭିଡ଼ିଓ ଆଣିବ। ତେବେ ସେତେବେଳେ ପର୍ଯ୍ୟନ୍ତ ବିଦାୟ ନେଉଛି। ଧନ୍ୟବାଦ। ପୁଣି ଆଉ ଏକ ନୂଆ ବିଷୟ ସହ ମୁଁ ପହଞ୍ଚିବି ଆସନ୍ତାକାଲି।